ରାସ୍ତାରେ ଗାଡ଼ି ବୁଲାଇଲେ ବି ପାର୍କିଂ ଫି ଆଦାୟ ନାମରେ ଗୁଣ୍ଡାଗିରି। ଆମେ ପାର୍କିଂରେ ରଖିନୁ, ତମେ ଜବର ମୋବାଇଲ କଣ ଛଡ଼ଉଛ? ଆମେ ଦେଖାଉଛୁ ଆଦାୟକାରୀଙ୍କ ଗୁଣ୍ଡାଗିରି। ମୋବାଇଲର ଦୃଶ୍ୟ ଉତ୍ତୋଳନ ବେଳେ ଛଡ଼ାଇ ଭାଙ୍ଗିଲେ ମୋବାଇଲ। ଝିଅ ବୋହୂ ଥିଲେ ବି ସାମାଜିକ ସମ୍ମାନକୁ ବେଖାତିର। କାକଟପୁର ମନ୍ଦିର ନିକଟର ଘଟଣା। ଆମେ ପାର୍କିଂରେ ରଖିନୁ, ତମେ ଜବର ହଁ ଆଜ୍ଞା, ଏ ଘଟଣା ଆଜିର। ସପରିବାର ଆସିଥିଲେ କାକଟପୁର ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିବା ପାଇଁ। ହେଲେ ମନ୍ଦିର ଯିବେ କ'ଣ? ଗାଡ଼ି ରାସ୍ତାରେ ବୁଲାଇବା ବେଳେ ପାର୍କିଂ ଟେଣ୍ଡରଧାରୀଙ୍କ ଗୁଣ୍ଡାଗିରିର ଶିକାର ହେଲେ ଦର୍ଶନାର୍ଥୀ ପରିବାର। ପାର୍କିଂ ଫି 50 ଟଙ୍କା ଆଦାୟ ନାମରେ ଦର୍ଶନାର୍ଥୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ଟେଣ୍ଡରଧାରୀଙ୍କ ପାଳିତ ଗୁଣ୍ଡା। ଘଟଣାର ଭିଡିଓ ଦୃଶ୍ୟ ଉତ୍ତୋଳନ କରିବା ସମୟରେ ଛଡ଼ାଇ ଭାଙ୍ଗିଦେଲେ ମୋବାଇଲ। ଏଭଳି ଅମାନବିକ ଭାବେ ଟେଣ୍ଡରଧାରୀଙ୍କ ପାଳିତ ଗୁଣ୍ଡାଙ୍କ ଆଇନ ଉଲ୍ଲଂଘନ ସହ ଦୁର୍ବ୍ୟବହାର ଜାରି ରହିଲେ କାକଟପୁର ବଦନାମ ହେବା ସାଙ୍ଗକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାର ସମ୍ଭାବନା ସୃଷ୍ଟି କରୁଛି। ଫଳରେ ଟେଣ୍ଡରଧାରୀଙ୍କ ପାର୍କିଂ ଫି ଆଦାୟ ପଛର ସତ ସିଧାସଳଖ ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ ସ୍ଥିତି ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଅନ୍ୟପଟେ ଟେଣ୍ଡର ଚୁକ୍ତି ସମୟରେ ପାର୍କିଂ ଫି ଆଦାୟକୁ ନେଇ ରହିଥିବା ସର୍ତ୍ତକୁ ଟେଣ୍ଡରଧାରୀ ଏବଂ ତାଙ୍କର ନିଯୁକ୍ତ ଗୁଣ୍ଡା ଉଲ୍ଲଂଘନ କରୁନାହାନ୍ତି କି? ଫଳରେ ଧମକାଇ ଚମକାଇ ଟଙ୍କା ରୋଜଗାର କରୁଛନ୍ତି ଟେଣ୍ଡରଧାରୀ ଏବଂ ତାଙ୍କର ନିଯୁକ୍ତ ଗୁଣ୍ଡା, କିନ୍ତୁ ବଦନାମ ମୁଣ୍ଡାଉଛି ସରକାର। ତେଣୁ ଏହାର ମୁକାବିଲା କରିବାକୁ ଆଗେଇ ଆସି ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଟେଣ୍ଡର ବାତିଲ କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ବ୍ୟୁରୋ ରିପୋର୍ଟ, ଜୟ ଓଡ଼ିଶା ଲାଇଭ୍।